ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧୋତ୍ରା ପଞ୍ଚାୟତ ସଦର ମହକୁମାର ଉମରକୋଟ ନବରଙ୍ଗପୁରର ମୁଖ୍ୟ ରାସ୍ତା ଥିବା ସରକାରୀ ଜାଗା ସବୁ ମାଡ଼ି ବସିଥିବା ଜବରଦଖଲକାରୀଙ୍କୁ 2 ଦିନ ମଧ୍ୟରେ ଜାଗା ଖାଲି କରିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ଧୋତ୍ରାରେ ପହଞ୍ଚିଥିଲେ। ଧୋତ୍ରା ଛକରେ ଥିବା 2ଟି ଘର ଭାଙ୍ଗିବା ପରେ ଜବରଦଖଲକାରୀମାନଙ୍କ ସହିତ ଆଲୋଚନା କରି 2 ଦିନ ମଧ୍ୟରେ ଜାଗା ସବୁ ଖାଲି କରିବାକୁ ଚେତାବନୀ ଦେଇ ଫେରିଥିବା ଜଣାପଡ଼ିଛି। ଝରିଗାଁ ତହସିଲଦାର ସୁମନୁ ପାତ୍ର, ଅତିରିକ୍ତ ତହସିଲଦାର ଅହିଲ୍ୟା ମୁଦୁଲି, ଧୋତ୍ରା ଆର୍ଆଇ ଶିବନାଥ ମଣ୍ଡଳ, ଉମରକୋଟ ପୋଲିସ ପ୍ରଶାସନ ଧୋତ୍ରାଠାରେ ପହଞ୍ଚି ଜବରଦଖଲକାରୀମାନଙ୍କ ସହ ଆଲୋଚନା କରି ଉଚ୍ଛେଦକୁ ସ୍ଥଗିତ କରିଥିବା ସୂଚନା ମିଳିଛି। ଆଗାମୀ 2 ଦିନ ମଧ୍ୟରେ ଯଦି ଜବରଦଖଲକାରୀମାନେ ଜାଗା ନ ଛାଡ଼ନ୍ତି ତେବେ ପ୍ରଶାସନ ଜବରଦସ୍ତ ଉଚ୍ଛେଦ କରିବ ବୋଲି ଚେତାବନୀ ଦେଇଥିବା ସୂଚନା ମିଳିଛି। ନବରଙ୍ଗପୁରରୁ ଗୋବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ, ବିକଳ୍ପ ସମାଚାର।